भगवते वासुदेवाय। नमो भगवते वासुदेवाय। नमो भगवते वासुदेवाय। मंगलाचरण वागीशायस्य वदने लक्षेषु च वक्षसि झसते हृदय वसति तन्नृसिंहं भजे सर्वविश्वसर्वदिवा लक्षणं श्रीकृष्णाख्य बोरोध्याम जगध्याम नमामि तत् माधव माधव वैश्य सर्वसिद्धिविनायते वन्दे परस्परत्यं परस्परं प्रियलोकं मूकं करोति वाचालं पङ्गुं लङ्घयते गिरिं यत्कृपाहतमः वन्दे परमानन्दो माधव। जो ब्राह्मण रुद्रेणन्तु स्तुतन्ति दैवस्तव देवसङ्गपद पश्यन्ति जो समज्ञा ध्यान अवसते गदगदे मनसा पश्यन्ति जो योगिना दर्शन्ते न बुद्धिसुरासुर गण देवाय अस्तुते नमः। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। निर्गलं कल्पितं फलविमुखाभिद्रव्ययुक्तं पिबतं भागवतं रसमालयितं प्रभु। त्रयोदश अध्याय द्वादश स्कंद त्रयोदश अध्याय। बोल प्रनंदवार हरि बोल। सुत कहन्ति हि तो स्वमने सनक आदि हि मुनिजने। सुत उवाच बोल प्रनंदवार हरि बोल। ब्रह्मा वरुण इंद्र शिव मरुत आदि हि जेते देव दिव्य जे स्तुति हि मानंकरे स्तुति करन्ति हि भाव भरे अंग उपांग पदक्रम उपनिषेध समेतेन समगायने विप्रजने महिमा व महिमा बांटन्ति वदने ध्यान रे गद गद होई परम योग्य ध्यान ध्याई आत्मा स्वरूपे देखिछन्ति जे अंत कहि न जानती से ब्रह्म स्वरूप ईश्वर ताहांकु मोर नमस्कार। क्षीर समुद्र मंथन रे पुष्ट मंदिरे गिरिवरे भूमि आउ भूमिला दंड दधि दंड प्राय समुद्र मंथन समय देववर से अनुदिने सहस्रवर समंथने मुंड जे क्रुम रुष्ट थिला घर्षण सुख न जमिला निद्रा उपजे हे सुख भरे से दिन पवन संचरे घेनी निश्वास गतागते से विश्ववायु महाभूते से सर्वजीव रक्षा हेउ जारे वंशन्ति हि सर्वजन्तु जार निश्वास प्रत्यक्षणे बाजी समुद्र कंप माने से जले लहरी उद्गद एबे नछु निर्बद अन्यान्य तटे प्रत्यक्षई से क्रुम रूपी विश्वदेही तांको मोहर नमस्कार
ସେ ଦେବଦେବଙ୍କ ଈଶ୍ୱର ପୁରାଣମାନଙ୍କୁ ନିର୍ଣ୍ଣୟ ଯେ ଶଙ୍ଖା ହରିହର ବିଷୟ ଏହା ଶୁଣିତେ ଯେତେ ଫଳ ପୁରାଣ ଦାନହର ସୁଫଳ ପୁରାଣ ଅଷ୍ଟାଦଶ ସାର 4 ଲକ୍ଷରେ ସେ ବିସ୍ତାର ସହସ୍ର ସଂଖ୍ୟାରେ ପ୍ରମାଣ ଅପରେ ଶତାଧିକ ପୁଣ ବ୍ରହ୍ମ ପୁରାଣ 10 ଶତ ପଦ୍ମ 59 ସହସ୍ର ଆବର ପୁଣି 50 ଏହି ପୁରାଣ ସଂଖ୍ୟା ଖ୍ୟାତ ଶ୍ରୀ ବିଷ୍ଣୁ ବୈଷ୍ଣବ ପୁରାଣ ତ୍ରିବଂଶ ସହସ୍ର ନିର୍ମାଣ 24 ସହସ୍ରେ ନିବିଦିତ ଶିବ ପୁରାଣ ସଂଖ୍ୟା ମତ ନାରଦ ପୁରାଣ ବ୍ୟାଖ୍ୟାନ 25 ସହସ୍ର ଗ୍ରନ୍ଥେଣ ମାରକଣ୍ଡେୟ ଯେ ପୁରାଣ 9 ସହସ୍ର ଗ୍ରନ୍ଥ ନିର୍ମାଣ ଅଗ୍ନିରେ ପୁରାଣର ଶେଷ 15 ସହସ୍ର 400 ପୁରାଣ ନାମ ଯେ ଭବିଷ୍ୟ 14 ସହସ୍ର 50 ଦୈବତ ଯେ ପୁରାଣ 18 ସହସ୍ର ଗ୍ରନ୍ଥେଣ ଲିଙ୍ଗ ପୁରାଣ ବିସ୍ତାର 11 ସହସ୍ର ଯେ ସାର ବରାହ ପୁରାଣ ଯେ କହି 24 ଶହତ ସଂହିତ ହୋଇ ସ୍କନ୍ଦ ପୁରାଣ ବିସ୍ତାରର 1 ସହସ୍ର ଗ୍ରନ୍ଥ ସାର 7 ଅଧିକ ଅପର ବାମନ ଯେ 10 ସହସ୍ର ଯେ କୃମ ପୁରାଣ ବଖାଣି ଶପଥ 10 ସହସ୍ର ଶ୍ରେଣୀ ମତ୍ସ୍ୟ ପୁରାଣେ ବିଧାନ 14 ସହସ୍ର ଗ୍ରନ୍ଥେଣ ଗରୁଡ଼ ପୁରାଣ ଯେ ପୁଣି 19 ସହସ୍ରେ ଜାଣି ବ୍ରହ୍ମାଣ୍ଡ ପୁରାଣରେ ଶେଷ 12 ସହସ୍ର ପ୍ରକାର ଏଭାବେ ଅଷ୍ଟାଦଶ ସାର ଶ୍ରୀମତ ଭାଗବତ ନାମ ଯାର ଏ ସର୍ବ ପୁରାଣ ଅଧିକ ଏତି ପ୍ରତ୍ୟକ୍ଷ ବିଷ୍ଣୁ ରୂପ ସର୍ବପରି ବିରାଜମାନ ଶୁକ ପରୀକ୍ଷ ସମ୍ବାଦେଣ 18 ସହସ୍ର ଯେ ଗ୍ରନ୍ଥି ଶ୍ରୀ ବାସୁଦେବଙ୍କ ଚରିତ ଏଣୁ ପୁରାଣ ହରେ ବଖାଣ ଶ୍ରୀ ବିଷ୍ଣୁ ମହିମା ବର୍ଣ୍ଣନ ଏହି ପୁରାଣ ଉଦ୍ଦେଶ୍ୟ ଯେ ରୂପେ ହୋଇଲା ପ୍ରକାଶ ବିଷ୍ଣୁର ନାଭି ପଦ୍ମଗତ ବ୍ରହ୍ମା ଯେ ହୋଇଲେ ସମ୍ଭୂତ ବିଷ୍ଣୁ ତାହାକୁ ଶିକ୍ଷା ଦେଲେ ସେ ପୁଣି ନାରଦ କହିଲେ ନାରଦ ତହୁଁ ବ୍ୟାସ ପାଇ ସେ ବ୍ୟାସ ଶୁକ ଦେବ କହି ଶୁକ ଦେବଙ୍କ ତହୁଁ ପୁଣ ମୋ ପିତା ଲୋମହ ହରଷଣ ସୁତ ପୌରାଣିକତା ନାମ ଜାଣେ ପୁରାଣ ତତ୍ତ୍ୱଜ୍ଞାନ ତୁମ୍ଭ ମୁଖରେ ସେ ବ୍ୟାଖ୍ୟାନ କଥାଏ କରିଥିଲେ ପୁଣ ତାଙ୍କୁ ବଳଦେବ ନାସିଲେ ମୋତେ ସେ ଅଧିକାର ଦେଲେ ଏ ଭାଗବତ ଗ୍ରନ୍ଥ ସାର ମୋ ଶିକ୍ଷା ପୂର୍ବେ ତାଙ୍କଠାର କହିଲୁ ତୁମ୍ଭର ଛାମୁରେ ଯେ ମୋତେ ଅନୁଭବ ସ୍ୱରେ ଶ୍ରୀ ଭାଗବତେ ଯେ ପୁରାଣ ଶ୍ରୀକୃଷ୍ଣ ଚରିତ ବଖାଣ
ଶ୍ରବଣେ ପ୍ରାଣୀ କୁନିସ୍ତାରେ ଅଶେଷ ଲୀଳା ମୃତ ସାରେ ଏକଥା ପୂର୍ବେ ପରିପୂର୍ଣ୍ଣ ଦେବାନ୍ତଃ ସାରମର୍ମ ସକଳ ଶାସ୍ତ୍ର ଯେ ପୁରାଣ ଅର୍ଥମାନଙ୍କ ହରେ ପରିପୂର୍ଣ୍ଣ କେବଳ ଏହି ମୋକ୍ଷଦାତା ଆଦତ ବ୍ରହ୍ମ ରୂପ ଗାଥା ଏ ଯେ ପୁରାଣ ଭାଗବତ ବିଷ୍ଣୁର ମହିମା ବିଂଶତ ଏହା ଈଶ୍ୱର ଭାବେ ମଣି ଆଦରେ ସେ ବିଜେ ପ୍ରାଣୀ ଭାଦ୍ରବ ପରଶୁଣ ମାଦନରେ ସୁବର୍ଣ୍ଣ ସଂହାଦନ ପରେ ପୁସ୍ତକମାନ ବସାଇନ ପୂଜା ବିଷ୍ଣୁ ବୃହତି ଭାବେଣ ବିପ୍ର ବୈଷ୍ଣବେ ଦେବଦାନ ଯେ ଧର୍ମଶୀଳ ସୁଜ୍ଞଜନ ଦକ୍ଷିଣା ଯଥା ଭାବେ ଦେଇ ଦେବ ବଚନେ ଉତ୍ସର୍ଗ ଅନ୍ତେ ପରମ ଗତି ପାଇ ବୈକୁଣ୍ଠ ଭୁବନେ ଗମଇ ସାଜନ୍ୟ ମୁକ୍ତି ସେ ଲଭଇ ବିଷ୍ଣୁ ଦେହରେ ଲୀନ ହୋଇ ଏଣୁ ଯେ ସାଧୁଙ୍କ ସଭାରେ ଅନ୍ୟ ପୁରାଣ ଯେ ପ୍ରଚରେ ସେ ସାଧୁ ସଭା ଶୋକ କାହୁଁ ଯାବତ ଭାଗବତ ନାହୁଁ ଚନ୍ଦ୍ରବିହୀନ ଜ୍ୟୋତିଗତ ଆଉ ଅନ୍ଧାର କେ ନାହାସିବ ପୁଣ ସହସ୍ର ସଂଖ୍ୟା ବିରାଜନ୍ତେ ଚନ୍ଦ୍ରବିହୀନେ ନ ଶୁଭନ୍ତେ ସକଳ ଦେବାନ୍ତର ସାର ଶ୍ରୀ ଭାଗବତ ହରେ ବିସ୍ତାର ସେ ରସ କଥା ମୃତରେ ତୃପତ ହୁଅନ୍ତି ସଂସାରେ ଯେ ଅନ୍ୟ ପୁରାଣ ପ୍ରକାଶ ନ କରନ୍ତି ମୋହନ ସନ୍ତୋଷ ଯେହ୍ନେ ସରିତେ ପୁଣ୍ୟବନ୍ତ ଜାହ୍ନବୀ ତୀରେ ସୁପୂଜିତ ଦେବତା ମଧ୍ୟ ବାସୁଦେବ ବୈଷ୍ଣବେ ଶ୍ରେଷ୍ଠ ମହାଦେବ ସକଳ କ୍ଷତହର ମଧ୍ୟେ ବର ଯେସନେ କାଶୀ କ୍ଷତର ସାର ପୁରାଣ ମାନଙ୍କରେ ଶ୍ରେଷ୍ଠ ଶ୍ରୀ ଭାଗବତ ଯେ ବିଶିଷ୍ଟ ଶ୍ରୀ ଭାଗବତ ଯେ ପୁରାଣ ସାକ୍ଷାତ ବିଷ୍ଣୁଙ୍କ ନିର୍ମାଣ ସମଗ୍ର ବୈଷ୍ଣବ ପ୍ରିୟ ପରମହଂସହର ନିର୍ଣ୍ଣୟ ନିର୍ମଳ ଧର୍ମ ଜ୍ଞାନ ଭାବ ଭକ୍ତି ବୈରାଗ୍ୟ ମୁକ୍ତି ବର୍ଗ ଏ ଆଦି ଜହିଁରେ ପ୍ରକାଶ ନିର୍ଗୁଣ ଗାୟନ ଅଭ୍ୟାସ ପଢ଼ନ୍ତି ଶୁଣନ୍ତି ଯେ ପ୍ରାଣୀ କର୍ମବନ୍ଧନୁ ମୁଖ୍ୟ ପୁଣି ଜନ୍ମ ମରଣାଦି ନ ହୋଇ ନିରାକାରରେ ଲୀନ ହୋଇ ଏ ଜ୍ଞାନ ପ୍ରଦୀପ ପୁରାଣ ବ୍ରହ୍ମରେ ଦେଲେ ନାରାୟଣ ବ୍ରହ୍ମା ନାରଦଙ୍କୁ କହିଲେ ନାରଦ ବ୍ୟାସେ ପୁଣ ଦେଲେ ସେ ବ୍ୟାସ କୁଳ ଦେବ କହି କୁଶ ଯେ ପରିହିକ୍ଷ ବୁଝାଇ ସେଠାରୁ ଜଗତେ ବିଖ୍ୟାତ ନାମ ଯେ ଶ୍ରୀ ଭାଗବତ ଭୂତ ଯେ ସୁହୁକ ଦେବ ତାପାଦେ ଧ୍ୟାନ ହୋମ ରହିବ ବ୍ରହ୍ମା ବରୁଣ ଇନ୍ଦ୍ର ଦେବ ଦିବ୍ୟ ସ୍ତୁତିରେ ସ୍ତୁତି ଭାବ ଅଙ୍ଗ ଉପାଙ୍ଗ ପଦକ୍ରମ ଜଟା ଉପନିଷେଦ ବ୍ରହ୍ମ ସମତେ କରି ସୋମଦେବ
ଗାୟନ କରି ବ୍ରହ୍ମପଦ ସମଗାୟନ ବିପ୍ରଜନେ ମହିମା ଗାୟନ ବଦନେ ଧ୍ୟାନରେ ଗତ ହୋଇ ପରମ ଯୋଗୀ ଧ୍ୟାଇ ଯାହା ଧ୍ୟାଇ ଆତ୍ମା ସ୍ୱରୂପେ ଦେଖିଛନ୍ତି ଯେ ଅନ୍ତ କେହି ନ ଜାଣନ୍ତି ସେ ବ୍ରହ୍ମରୂପୀ ଯେ ଈଶ୍ୱର ତାହାଙ୍କୁ ମୋର ନମସ୍କାର ସେ ଭାଗବତ ବାସୁଦେବ ସର୍ବ ଆତ୍ମା ସ୍ୱରୂପ ଜୀବ ସେ ପରା ପୁଣ୍ୟହରେ ସାକ୍ଷୀଣ ତାପାଦେ ପଶିଲେ ଶରଣ ମୋକ୍ଷ ନିମିତ୍ତେ ବ୍ରହ୍ମ କହେ ଶ୍ରୀ ଭାଗବତ ଅନୁଗ୍ରହେ ଯେ ଯୋଗୀନ୍ଦ୍ରୟ ସୁଖଦେବ ତାଙ୍କ ଶରଣେ ନିତ୍ୟ ଭାବ ସେ ବ୍ରହ୍ମ ରୂପେ ଯେ ସଂସାର ହିତ ମତେ ଚିନ୍ତି ବିଷ୍ଣୁ ଭକତ ପରୀକ୍ଷିତ ତାଙ୍କୁ ସଂସାର କଲେ ମୁକ୍ତ ସେ ମୁନି ପାଦ ଯୁଗେ ମୁହିଁ ଭକତି ଭାବେ ପ୍ରଣମୟୀ ଶ୍ରୀ ଭାଗବତ ଯେ ପୁରାଣ ଦ୍ୱାଦଶ ସ୍କନ୍ଧ ହରେ ସମ୍ପୂର୍ଣ୍ଣ ଦ୍ୱାଦଶ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ କହିଲୁ ବିଶେଷ ସୁତ କହନ୍ତି ସମୟରେ ଶୁଣ ଶୌନକ ମୁନି ଜନେ କହିଲୁ ସର୍ବ ଶାସ୍ତ୍ର ସାର ତା ଶୁଣି ସଂସାରୁ ନିସ୍ତର ଜ୍ଞାନ ଅଜ୍ଞାନ ଯେ ଶୁଣନ୍ତେ ଶ୍ରଦ୍ଧା ଅଶ୍ରଦ୍ଧାରେ ଗୁଣନ୍ତେ ସେ ସର୍ବ ଦୁଃଖ ପରିହରେ ସମିଧ ଯଜ୍ଞେ ବିଶ୍ୱାସ ସମିଧ ଯଜ୍ଞେ ଦିଶ୍ୱାନରେ ସ୍ୱରୂପେ କର ହଇ ଦହନ ସାର ଅସାର ଭସ୍ମମାନ ହେମନ୍ତେ କୃଷ୍ଣର ଚରିତ ବ୍ରହ୍ମ ଚଣ୍ଡାଳ ଏକମତ ଏ ଭାଗବତ ଗ୍ରନ୍ଥ ଯେବେ ଦୃଢ଼େ ଶୁଣିବି ପ୍ରିୟ ଭାବେ ରାତ୍ର ଦିବସ ମଧ୍ୟ ଗତେ ଶ୍ରବଣ ପଠନ ନିରତେ ସକଳ ଚେଷ୍ଟା ପରିହରି ସାଧୁ ସଙ୍ଗମେ ଚିତ୍ତ ଧରି ସାଧୁଙ୍କ ମୁଖାମୃତ ବାଣୀ ସାଦରେ ଯେ ବାହା ଶୁଣେ ପ୍ରାଣୀ ସେ ଭବ ବ୍ୟାଧା ବିନାଶନ୍ତି ରୋଗସ୍ୟା ଆରୋଗ୍ୟ ସୁଖ ବିହରନ୍ତି ଶୁଣ ଶୌନକ ମୁନି ଜନେ ଆନନ୍ଦେ ସୁତ ମୁନି ଗଣେ ପ୍ରଶଂସା କରି ଜଣେ ଜଣେ ସୁତଙ୍କୁ କୋଳେ ସମ୍ଭାଷଣେ ହେ ସୁତ ଧନ୍ୟ ତ ମହିମା କେ କହିପାରେ ଗୁଣ ସୀମା ଏ ଯେ ପୁରାଣ ଭାଗବତ ତୁମ୍ଭର ମୁଖରୁ ଗଳିତ ଶୁଣି କୃତାର୍ଥ ଆମ୍ଭେ ହେଲୁ ସଂସାର ଚକହରୁ ନିସ୍ତରିଲୁ ହେମନ୍ତେ କହି ସନକାଦି ସତକୁ ବିନହୟ ପ୍ରବଧି ନିଶ୍ଚଳ ଚିତ୍ତେ ସେ ରହିଲେ ହରିଚରଣେ ଆଶ୍ରେ କଲେ କହଇ ବିପ୍ରହ ଜଗନ୍ନାଥ ଧର୍ମ ପ୍ରତି ପାହାଳନ ଅର୍ଥ ଦ୍ୱାଦଶ ସ୍କନ୍ଧ ଭାଗବତ ଶୁଣିଲେ ହର ହଇ ଦୁରିତ ବଦନେ ସୁକୃତ ଉଚାରେ ସେ କୃଷ୍ଣ ଲାଞ୍ଛନା ବିହରେ କେବେ ସଂସାର ନ ପଡ଼େ ଏ ଅନୁକ୍ରମ ମାୟା ଛିଡ଼େ ନାମର ମୋହିମାଏ ମନ୍ତ ଅଜ୍ଞାନେ ନ ଜାହାଣେ ଜଗତ ଶୁଣ ସୁଜନେ ହେତ ସମନେ ଏ ଭାଗବତ ଅନୁଦିନେ ବିଷ୍ଣୁ ପୂର୍ବ ବାହାଣୀ ନିର୍ମିତ ଧର୍ମ ପ୍ରତି ପାହାଳନ ଅର୍ଥ ସମ୍ଭବ ଯୁଗେ ହୋଇ ଧର୍ମ ପ୍ରବର୍ତ୍ତେ ଶିକ୍ଷା ଦେଇ ବିଷ୍ଣୁ ବଂଶକୁ ପ୍ରାଣୀ ବହି ସାଧୁ ବୈଷ୍ଣବ ବିଷ୍ଣୁ ଦେହି ଶ୍ରୀଧର ନାମେ ବିପ୍ରବର କଳି ଯୁଗରେ ଜନ୍ମ ତାର
ସେ ବିପ୍ର ଅତି ବିଚକ୍ଷଣ ସଂସ୍କାର ଟୀକାରେ ନିପୁଣ ଶ୍ରୀଭାଗବତ ଏ ପୁରାଣ 1800 ଶ୍ଲୋକେଣ ତାର୍କିକା ଚୌବିଂଶ ସ୍ୱର କରଇ ଶ୍ରୀଧର ପ୍ରକାଶ ବିପ୍ରକୁ କଲେ ହେ ଜନ୍ମ ହୋଇ ସେ ଜଗନ୍ନାଥ ନାମ ବହି ପ୍ରକୃତ ବନ୍ଧେ ହେ ଭାଗବତ କହିଲେ ସନ୍ଥ ଜନହିତ ସୁଜନ ଦୋଷ ମନ ଧର ଅଶେଷ ମହିମା କୃଷ୍ଣର ତାହାଙ୍କ ଗୁଣ କର୍ମ ଯଶ ପୁରାଣ କଲେ ହେ ଗୀତ ରସ ସାଧୁ ଚରଣ ରେଣୁ ଆସେ ସୁଚିତେ ଅନୁକ୍ଷଣ ଘୋଷେ ଶ୍ରୀ ଜଗନ୍ନାଥଙ୍କ ସଙ୍ଗୀତ ଜାନାମ ଶ୍ରୀ ଭାଗବତ 309 ଏକାଦଶ ଜହିଁ ପ୍ରକାଶ ଅଧା ନାମେଣ ଯେ ବିଶେଷ ଶ୍ରୀ ଭାଗବତ ଗୀତ ରସ ଏଣୁ ଚିତ୍ତ ବୋଧ ଅର୍ଥେ ଦ୍ୱାଦଶ ସ୍କନ୍ଧ ଶ୍ରୁତି ପଥେ ବିପ୍ରଙ୍କ ଠାରୁ ଶୁଣି ମନେ ଚିତଇ କଲହଇ ଲେଖନେ ଯେଣୁ ସେ ଗୀତ ହରେ ବିଶୁଦ୍ଧ ଜଗନ୍ନାଥ ନାମ ପ୍ରସିଦ୍ଧ ତେଣୁ ତାଙ୍କ ନାମ ବଖାଣ ସେ ଯେ ମହତ ମହାଜନ ସେ ବିପ୍ର ଜାଣି କୃଷ୍ଣ ରସ ପୁରାଣ ଗୀତ ହରେ ପ୍ରକାଶ ଜଗତ ଉଦ୍ଧାର ନିମନ୍ତେ ରଚିତେ ଶ୍ରୀ ଭାଗବତେ ତାଙ୍କ ଚରଣେ ତେଣୁ ମନ ସୁଜନେ ଦୋଷ ମନ ନଘେନ ଆସାମ ସାଧୁଙ୍କ ଚରଣ ଶରଣ ମୋହ ଦେବହୀନ ସୁଜନ ଦୋଷ ନ ଧରିବ ବିଷ୍ଣୁ ମହିମା ଅନୁଭବ ପ୍ରକୃତ ସଂସ୍କାର ହିଁ ନାହିଁ ଭକତ ଭାବେ ବଶ ହୋଇ ଆଗମ ନିଗମ ପୁରାଣ ଧ୍ୟାନ ସମାଧି ତତ୍ତ୍ୱଜ୍ଞାନ ଖୋଜି ନ ପାନ୍ତି ତାଙ୍କ ଲେଶ କିଞ୍ଚିତ ଭାବେ ପରକାଶ ଶାକମୁକ ହତ ଯେ ସନେ ପ୍ରାକୃତ ତେଜି ତତ୍ତ୍ୱଜ୍ଞାନେ ବ୍ୟାଧ ଗଣିକା ଅଜାମିଳେ ତାଙ୍କ ଭାବ ଘେନି ତରିଲେ ପୂତନା ଆଦି ପାପି ଯେତେ ତରିଲେ ତାଙ୍କୁ ଭାବି ଚିତେ ଗୋପୀଙ୍କ ସଙ୍ଗେ ଲମ୍ପଟରେ କେଳି ଯେ ବୃନ୍ଦାବନେ କଲେ ଗୋପୀଏ କାମ ଭାବେ ପତରି କୃଷ୍ଣଙ୍କୁ କାନ୍ତ ଭାବବରି ଏଗୁଣ ଘୋଷି ପ୍ରାଣୀ ତରି ହେମନ୍ତ ମହିମା ଯେ ହରି ଶିଶୁପାଳ ଯେ ଦୁର୍ଯ୍ୟୋଧନ କଂସାଦି ଅଷ୍ଟହ ମଲ୍ଲା ମାନ ଏ ଆଦି ଯେତେ ଶତ୍ରୁଗଣେ ହିଂସା ବହିନ ନିତ୍ୟ ମନେ ସୁଯୋଗ ମୁକ୍ତି ଯେ ପାଇଲେ ସେ ବିଷ୍ଣୁ ଅଙ୍ଗେ ଲୀନ ହେଲେ ଭାବ ଅଭାବ ଯାର ନାହିଁ ମହିମା ଗୋଚର ନୋହଇ ବ୍ରହ୍ମା ଶିବ ଦେବ ଅନନ୍ତ ସର୍ବଭୂତ ଆତ୍ମା ଅଚ୍ୟୁତ ହେଣୁ ମହିମା ଅନ୍ତ କରି କେଜାଣି କହିବ ବିସ୍ତାରି ନାମ ମାତ୍ର କହଜାର ସାର ସେ ଜାଣେ ଗତିର ବିଚାର ଏ ସୁତ ସନହଙ୍କ ସମ୍ବାଦ ଶୁଣ ପରୀକ୍ଷଙ୍କ ପ୍ରମୋଦ ଦ୍ୱାଦଶ ସ୍କନ୍ଧ ସମାପନ ନାମ ଯେ ଦ୍ୱାଦଶ ସ୍କନ୍ଧ ସମାପନ ନାମ ଯେ ସରିହି ଭାଗବତ
ତ୍ରିଦଶ ହରିଗୁଣ ଦ୍ୱାଦଶେ ହୋଇଲା ସମ୍ପୂର୍ଣ୍ଣ। ଏବେ 12 ସ୍କନ୍ଧ ଭାଗବତ ପୁରାଣ ଆଧାରେ ବିଖ୍ୟାତ। 342 ସେଣ 12 ସ୍କନ୍ଧ ହୋଇ ସମ୍ପୂର୍ଣ୍ଣ। କହଇ ଦାସ ଜଗନ୍ନାଥ କୃଷ୍ଣ ଚରଣେ ଦେଇ ଚିତ। 12 ସ୍କନ୍ଧେ ହରିଲୀଳା ଭବ ସିନ୍ଧୁ ତହରିଣେ ଭେଳା। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାଂସ୍ୟା ବୈୟାସିକା ଅଷ୍ଟାଦଶସହସ୍ର इति श्रीमद्भागवते महापुराणे वैयासिका अष्टादशसहस्र परमहास्यं साहित्यं 12 स्कन्धे 13 अध्याय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दं माधव। निर्गलं कल्पितं लोकाभितं फलभिः सुखमुखाभिद्रव्य युक्तं पिबतं भागवतं रसमालयितं रसिका भुविवाकुतं। प्रथम अध्याय नमोई परहम पुरुष लीला कंदरे हे तोर बास। जोगी जन रहन जीवा पाई निश्चले बसी गोसाई। ब्रह्मज्ञानी कह गर्भ चुरी तेणु बोलाऊ ब्रह्मचारी। अष्टांग जोग साधिबारे निश्चल आत्मा लय द्वारे। 25 प्रकृति को ध्याई पंचम हृदय रुंधी। 50 पवन रुंधने इंद्रिय रोध समापने। शरीर को जय करी निश्चले अनाहत भरी। ओम भूर्भुवस्सु तस्य विदुर्वरेण्यं भर्गोदेवस्य धीमहि धियो न प्रचोदयात्। शांति पृथ्वी शांति ओम नमो भगवते वासुदेवाय। क्लीं कृष्णाय गोविंदाय गोपीनाथ वल्लभाय। ओम नमो भगवते वासुदेवाय।